ସାଙ୍ଗମାନେ ଆପଣମାନେ ଯେତେବେଳେ ଅନ୍ୟମାନଙ୍କ ପାଖରୁ ଟଙ୍କା ଆଣିଥିବେ ତାଙ୍କୁ ଯେ ଫେରସ୍ତ କରୁଛନ୍ତି କେତେବେଳେ ଟଙ୍କାକୁ ସିଧା କରି ଏମିତି ଦେବେନି। ଯେତେବେଳେ ଦେଲା ବେଳେ ଟଙ୍କାକୁ ନିଜ ଆଡକୁ ଫୋଲ୍ଡ କରିବେ, ଫୋଲ୍ଡ କରି ତାଙ୍କୁ ଦେବେ। ଯେତେବେଳେ ଟଙ୍କାକୁ ଗଣିବା ପାଇଁ ଚାହୁଁଛନ୍ତି ଆପଣମାନେ ଟଙ୍କା ବାଁ ହାତରୁ କେବେ ଡାହାଣ ହାତକୁ ଗଣିବା ପାଇଁ ଚେଷ୍ଟା କରିବେନି। ସବୁବେଳେ ଗଣିବା ପାଇଁ ହେଲେ ଟଙ୍କାକୁ ଏମିତି ଫୋଲ୍ଡ କରିବେ, ଆକୁ ଏମିତି ଧରିବେ, ଏମିତି ଏମିତି କରି ଗଣିବେ ଯେମିତି ଟଙ୍କା ଆମ ଆଡକୁ ଆସୁଥିବ। ଏମିତି କରିଲା ମାତ୍ରେ କଣ ହବ ନା ଟଙ୍କା ଆମକୁ ପ୍ରଚୁର ଭାବରେ ଆମ ଘରେ ଟଙ୍କା ଆସି ପହଞ୍ଚିବ। ଯୋଉ ଜାଗାରେ ଟଙ୍କାକୁ ରଖିବେ କେବେ ଭାଙ୍ଗିକିରି ଗୁଡେଇକି ରଖିବେନି କି ଜାକି ଜୁକି କରି ରଖିବେନି। ଟଙ୍କାକୁ ପ୍ରସ ଭିତରେ ଏମିତି ସିଧା କରି ରଖିବେ। ପ୍ରସ ବରଂ ଭଙ୍ଗା ହେଇଥାଉ କିଛି କଥା ନାହିଁ, କିନ୍ତୁ ଟଙ୍କାକୁ ସବୁବେଳେ ଏମିତି ସିଧା କରି ରଖିବେ। ଯେମିତି ପ୍ରସ ଭିତରେ ଯଦି ଗୋଟେ ଅଳିଆ ଜିନିଷ ନଥିବ, ଯେମିତି ଆପଣ ମାନେ ଘର ସଫାସୁତୁରା କରି ରହୁଛନ୍ତି ଯେ ଶାନ୍ତି ଲାଗୁଛି, ସେମିତି ଟଙ୍କା ମଧ୍ୟ ଭ୍ୟାନିଟି ବା ପ୍ରସ ରଖିବା ଟାଇମରେ ହେଲେ ତାକୁ ଚିକଣ କରି ସାଇଜ କରି ରଖିବେ ଓ ତାକୁ ଏମିତି ସିଧା କରି ରଖିବେ। ସବୁବେଳେ ଟଙ୍କାକୁ ଆମେ ସ୍ମେଲ କରିବା, ଟଙ୍କାର ବାସ୍ନାକୁ ଆମେ ଶୁଙ୍ଘିବା। ଆମ ପାଖକୁ ଟଙ୍କା ସେଇ ହିସାବରେ ଆସିବ। ଯେତେବେଳେ ଟଙ୍କା ଆମେ ଅନ୍ୟମାନଙ୍କୁ ଦବା ମୁଣ୍ଡରେ ମାରିବା ଓ ଧନ୍ୟବାଦ କହିକି ଦବା। କାହିଁକି ନା ଆମେ କହିବା ଥ୍ୟାଙ୍କ ୟୁ ମନି, ଆପଣ ଯାଆନ୍ତୁ, ତାଙ୍କର ବହୁତ ଭଲ କାମ କରି ମୋ ପାଖକୁ ତାଙ୍କର 100 ଗୁଣ ହେଇ ମୋ ପାଖକୁ ଫେରି ଆସିବେ। ଆମେ ଏମିତି ଅଫର୍ମେସନ କହିକିରି ଟଙ୍କାକୁ ଯଦି ଆମେ ଅନ୍ୟମାନଙ୍କୁ ଦବା ବା ଖର୍ଚ୍ଚ କରିବା, ଏମିତି କରିଲେ ଆମ ପାଖକୁ ଟଙ୍କା ମଲ୍ଟିପୁଲ ହେଇ ଆସିବ। ରହିଲି ସାଙ୍ଗମାନେ, ଜୟ ମାତାରେ।